କିନ୍ତୁ ହଠାତ୍ ଆମମାନଙ୍କର ପ୍ରଭୁଙ୍କର ଦାସ ଆମମାନଙ୍କର ସମ୍ମୁଖରେ ଉପସ୍ଥିତ ଅଛନ୍ତି। ଆପଣମାନେ ଜାଣନ୍ତି ଯାହାଙ୍କ ପରିଶ୍ରମରେ କି ଏହି ପ୍ଲାଟଫର୍ମରେ ଆମେ ବସିପାରୁଛୁ, ଯାହାଙ୍କର ଉଦ୍ୟମ ଚେଷ୍ଟା ଦ୍ୱାରା ଆମେ ଅନେକ ପ୍ରଭୁଙ୍କ ଦାସ ଦାସୀମାନଙ୍କ ଦେଇ ବାକ୍ୟ ଶୁଣିପାରୁଛୁ ଏବଂ ଯାହାଙ୍କ ପରିଶ୍ରମ ଦ୍ୱାରା ଆମେ ସକାଳୁ ସକାଳୁ ଉଠି ପ୍ରାର୍ଥନା କରିପାରୁଛୁ। ଅନେକ ଲୋକ ତ ପ୍ରାର୍ଥନା କରୁଥିଲେ କି କରୁନଥିଲେ ତାହା ପ୍ରଭୁ ଜାଣନ୍ତି, କିନ୍ତୁ 4:30ଟାରେ ଉଠି ଆମେ ପ୍ରତ୍ୟେକ ଲୋକ ପ୍ରାର୍ଥନା କରି ନିଜକୁ ପ୍ରସ୍ତୁତ ଜାଗ୍ରତ କରୁଅଛୁ। ଆଉ ସେ କେହି ନୁହନ୍ତି ଆଉ ଯେ କି ଅନଲାଇନ ଅଫଲାଇନ ରେ ପ୍ରଭୁ ତାଙ୍କୁ ବ୍ୟବହାର କରି କଢାଇ ଆଣୁଅଛନ୍ତି। ଆଉ ସେ କେହି ନୁହନ୍ତି ଆମମାନଙ୍କର ହୋଷ୍ଟ ମହାଶୟ କର ଆଜ୍ଞା। ମୁଁ ତାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରେ। ହଠାତ୍ ହେଲେ ମଧ୍ୟ ସେ ଆମମାନଙ୍କ ସମ୍ମୁଖରେ ଉପସ୍ଥିତ ଅଛନ୍ତି। ପ୍ରଭୁ ତାଙ୍କୁ ବ୍ୟବହାର କରନ୍ତୁ। ମୁଁ ତାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରେ ସେ ସମ୍ମୁଖକୁ ଆସିବେ ଆଉ ସେ ଆମମାନଙ୍କୁ ପ୍ରଭୁଙ୍କର ବାକ୍ୟ ଶିକ୍ଷା ପରାମର୍ଶ ପ୍ରଦାନ କରିବେ। ଆଜ୍ଞା ପ୍ରେଜ୍ ଦ ଲର୍ଡ। ନମସ୍କାର। ନମସ୍କାର, ପ୍ରେଜ୍ ଦ ଲର୍ଡ। ଆପଣଙ୍କର ସମୟ ଆପଣ ବାକ୍ୟ କହିବା ହେବେ। ପୁଣି ଥରେ ଉପସ୍ଥିତ ପ୍ରତ୍ୟେକଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ଆଉ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ବାକ୍ୟରେ ଲେଖା ଅଛି ସମୟ ସମୟରେ ତାଙ୍କରି ସେବା କରିବା ନିମନ୍ତେ ପ୍ରସ୍ତୁତ ରହିବା ନିମନ୍ତେ। ଆଉ ଦେଖିଲି ଆମମାନଙ୍କର ବିଶପ ଟିବି ହୃଦୟ ସାରଙ୍କୁ ପାଖାପାଖି 6-7 ଥର କଲ୍ କଲି। 2-3ଟି ନମ୍ବରରେ 2ଟି ନମ୍ବର ଅଛି ମୋ ପାଖରେ। ଆଉ ସାର୍ କଲ୍ ରିସିଭ୍ କରୁନାହାନ୍ତି। ମୁଁ ଭାବିଲି ଆଉ କାହାକୁ କହିବି ହଠାତ୍। ତେଣୁ ଆପଣମାନଙ୍କ ସମ୍ମୁଖରେ ଆଉ ବାଇବଲ ଖୋଲିକି ମୁଁ ଅଛି। ପ୍ରଭୁ ଆଜି ଯାହା ଆମମାନଙ୍କୁ କଥା କହିବି ତା ମାନେ ଶୁଣିବା। ଆଉ ରାତି ଆମମାନେ 1 ବେଳେ ଜିରାଙ୍ଗ ଗଜପତି ପହଞ୍ଚିଲୁ। ରାତି 8ଟାରୁ 10ଟା ପର୍ଯ୍ୟନ୍ତ ଆମମାନଙ୍କର ରେକର୍ଡିଂ ଥିଲା ନୂଆଗଡ଼, ଗଜପତି ନୂଆଗଡ଼ ଗ୍ରାମରେ ମଣ୍ଟୁ ଷ୍ଟୁଡିଓ। ତାଙ୍କଠାରେ ଗୋଟେ ନୂତନ ଗୀତ ଆଉ ରେକର୍ଡିଂ ହେଲା। ସେଇଠୁ ଆମମାନେ ରେଭରେଣ୍ଡ ପ୍ରମୋଦ ପରିଛା ଆଜ୍ଞାଙ୍କ ଗୃହରେ ଡିନରର ପ୍ରସ୍ତୁତ ଥିଲା। ପ୍ରଭୁଙ୍କ ଦାସଙ୍କ ଗୃହରେ ଆମମାନେ ଭୋଜନ କଲୁ। ସେଇଠୁ ଆମମାନେ ଝାଲା ସିଂରୁ ବଡ଼ପଦା ଜିରାଙ୍ଗ ହେଇକି ରାତି 1ରେ ପହଞ୍ଚିଲୁ। ଆଉ ଶୋଇଲା ବେଳକୁ 2ଟା ଆଉ ଠିକ୍ 4ଟାରେ ଉଠିଲୁ। 2 ଘଣ୍ଟା ଶୋଇଛୁ। ଯାହା ବି ହଉ ପ୍ରଭୁଙ୍କ ପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ତେବେ ଖ୍ରୀଷ୍ଟମାସ ମାହୋଲରେ ଆମେ ସମସ୍ତେ ଅଛୁ। ଖ୍ରୀଷ୍ଟମାସ ସିଜନ ଭିତରେ ପ୍ରବେଶ କରିଛୁ। ଆଜି ହେଉଛି 20 ତାରିଖ ଆଉ ଆମ ହାତରେ ଆହୁରି ମାତ୍ର 4 ଦିନ ଅଛି। ମାତ୍ର 4 ଦିନ ଅଛି। 4 ଦିନ 25 ତାରିଖରେ ଆମମାନେ ଖ୍ରୀଷ୍ଟମାସ ପର୍ବ ପାଳନ କରିବା। ତେବେ ଆଜି ଆପଣମାନଙ୍କ ସମ୍ମୁଖରେ ଯେଉଁ ବିଷୟ ମୁଁ ରଖିବା ପାଇଁ ଚାହୁଁଛି ଯେ ସେ ବିଷୟଟି ହେଉଛି ଲୁକ ପୁସ୍ତକ ତାର 2 ଅଧ୍ୟାୟ ତାର 15, 16, 17 3ଟି ପଦ ଆମମାନେ ପଠନ କରିବା। ଲୁକ ପୁସ୍ତକ ତାର 2 ଅଧ୍ୟାୟ 15, 16, 17। ସ୍ୱର୍ଗରୁ ପ୍ରସ୍ଥାନ କଲା ଉତ୍ତାରେ ମେଷ ପାଳକମାନେ ପରସ୍ପର କହିବାକୁ ଲାଗିଲେ, ଆସ ଆମ୍ଭେମାନେ ବେଥଲିମ ପର୍ଯ୍ୟନ୍ତ ଯାଇ ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ ତାହା ଦେଖିବା। ଏଥିରେ ସେମାନେ ଶୀଘ୍ର ଯାଇ ଅନ୍ୱେଷଣ କରି ମରିୟମ ଓ ଯୋସେଫଙ୍କୁ ପୁଣି ଗୁହାଳ କୁଣ୍ଡରେ ଶିଶୁଙ୍କୁ ଶୋଇଥିବାର ଦେଖିଲେ। ସେମାନେ ଏହା ଦେଖି ସେଇ ଶିଶୁଙ୍କ ସମ୍ବନ୍ଧରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା ତାହା ପ୍ରକାଶ କଲେ। ଆଉ ପ୍ରଭୁ ଏ ବାକ୍ୟ ପଠନ ଶ୍ରବଣରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ବେଶୀ ସମୟ କହିବିନି, ଅଳ୍ପ ସମୟ ମଧ୍ୟରେ କିଛି ପଏଣ୍ଟ ଆପଣମାନଙ୍କ ସମ୍ମୁଖରେ ରଖିବି। ଯାହା ମତେ ପ୍ରଭୁ କଥା କହିଲେ ତାହା ମୁଁ ଆପଣମାନଙ୍କୁ ପ୍ରକାଶ କରିବି। ଯେ ଯୋଉ ପ୍ରସଙ୍ଗ ରହିବ ନିଜକୁ ପ୍ରଭୁଙ୍କ ପାଇଁ ବ୍ୟବହାର କରିବା। ଆଉ ଥ୍ୟାଙ୍କ ୟୁ, ବହୁତ ଧନ୍ୟବାଦ। ସାର୍ ଆସିଲେ, ବିଶପ ଡିବି ହୃଦୟ ସାର୍ ଆସିଲେ। ଆଉ ଆସନ୍ତୁ ଆମମାନେ ପ୍ରଭୁଙ୍କର ଦାସ ବିଶପ ଡିବି ହୃଦୟ ସାରଙ୍କର ମୁଖରୁ ଆଉ ଈଶ୍ୱରଙ୍କର ସେଇ ବାକ୍ୟକୁ ଶ୍ରବଣ କରିବା। ଆଉ ଆସନ୍ତୁ ଏକ ଉଚ୍ଚ କରତାଳ ଦେଇ ଆମମାନେ ପ୍ରଭୁଙ୍କ ଦାସଙ୍କୁ ଆମମାନେ ସ୍ୱାଗତ କରିବା। ଆଉ over to Bishop sir, please sir बहुत continue धन्यवाद। ମୋ ନେଟୱାର୍କଟା ବହୁତ ଅସୁବିଧା ଆଉ ସେଥିପାଇଁ ବିଳମ୍ବ ହେଇଗଲା। ତେବେ ସମସ୍ତଙ୍କୁ ମୋର ପ୍ରେଜ ଦ ଲର୍ଡ ଏବଂ ନମସ୍କାର।
ସମୟର ସ୍ୱଳ୍ପତା ହେତୁ ମୁଁ ଆପଣମାନଙ୍କୁ ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟରୁ ଆଗକୁ ନେଇଯିବି। ସମସ୍ତେ ଆପଣମାନେ କିଛି କିଛି awareness ଅଛି କି ଯେ ପରସ୍ପର ସମ୍ପର୍କରେ ଯେଉଁ ଆଜ୍ଞା ଗୁଡ଼ାକ ରହିଛି ସେଇ ସମ୍ପର୍କରେ କିଛି ଧାରଣା ଅଛି କି ସମସ୍ତଙ୍କର? ପରସ୍ପର ସମ୍ପର୍କରେ କିଛି ଧାରଣା ଅଛି କି? ନାଇଁ। ଟିକେ ପ୍ରଶ୍ନଟା ଆଉ ଥରେ କହିଦେବେ ଆଜ୍ଞା। ପ୍ରଶ୍ନଟା ହେଲା, ବାଇବଲରେ ପରସ୍ପର ସମ୍ପର୍କରେ ପରସ୍ପର ଆଜ୍ଞା ଗୁଡ଼ିକ ପ୍ରାୟ 59ଟା ଆଜ୍ଞା ଅଛି। ଏଇଟା କିଏ ସଚେତନ, କିଏ awareness ଅଛି କି? ସମସ୍ତେ କିଛି ଜାଣିଛନ୍ତି କି? ଅବିକା ମୁଁ ଯଦି ଆରମ୍ଭ କରିବି ଆପଣମାନେ ନିଶ୍ଚୟ କହିବେ ହଁ କିଛି କିଛି ଧାରଣା ଅଛି ବୋଲି, କିନ୍ତୁ କମ୍ପ୍ରେହେନ୍ସିଭ ଷ୍ଟଡିଟା କାରଣ ଧାରଣା ଅଛି କି? ପରସ୍ପରକୁ ପ୍ରେମ କର। Love your neighbor as you love yourself. ଶତ୍ରୁକୁ ପ୍ରେମ କର। ଓକେ, ତାମାନେ ଅଳ୍ପ ବହୁତ ସମସ୍ତଙ୍କ ପାଖରେ କିଛି ଧାରଣା ଅଛି। ବହୁତ ସୁନ୍ଦର, ବହୁତ ସୁନ୍ଦର। ତେବେ ପୁରାତନ ଏବଂ ନୂତନ ନିୟମରେ 59ଟି କମାଣ୍ଡ ଅଛି ପରସ୍ପର ସମ୍ପର୍କରେ, ଏବଂ এই 59ଟି ସମ୍ପର୍କକୁ ଆମମାନେ 4ଟି ଭାଗ କରିକି ଅଧ୍ୟୟନ କରିବା। ଆଉ ପିଟର ଭାଇ, ଆଜି କେତେ ସମୟ ମୁଁ ନେଇପାରିବି? 10-15 ମିନିଟ୍? ସାର୍ 20 ମିନିଟ୍ ନିଅନ୍ତୁ ସାର୍। 20 20-25 ମିନିଟ୍ ମିନିଟ୍। ହଁ, ଓକେ, 20-25 ମିନିଟ୍ 20 ନିଅନ୍ତୁ ସାର୍। ମିନିଟ୍ରେ ଆପଣଙ୍କୁ 13ଟି ଆଜ୍ଞା ମୁଁ ଆପଣମାନଙ୍କୁ ନେଇପାରିବି। ତେଣୁ 13ଟି ଆଜ୍ଞାକୁ ଷ୍ଟଡି କରିବା ପାଇଁ ଆମକୁ 20 ମିନିଟ୍ ଲାଗିବ, ଏବଂ ଏଇ 20 ମିନିଟ୍ ଭିତରେ ଆପଣ ପଢ଼ିବା ପାଇଁ ସାହାଯ୍ୟ କରିବେ ଏବଂ ନୋଟ୍ କରିବା ପାଇଁ ସାହାଯ୍ୟ କରିବେ। ଆପଣ ନିଜେ ନିଜେ ନୋଟ୍ କରନ୍ତୁ, ଯଦ୍ୱାରା କି ଆପଣ ଅଧ୍ୟୟନ କରିପାରିବେ। ଏ ପରସ୍ପର ଆଜ୍ଞା ଗୁଡ଼ିକ ବୁଝିବା ପାଇଁ ଆମକୁ ଜାଣିବାକୁ ହବ ଯେ ଆମେ କେହି ନିଜର କେବଳ ନହୁଁ, ଆମେ ସମସ୍ତେ ଅନ୍ୟ ଜଣଙ୍କର। ଆମେ ନିଜେ କେହି କାହାର ନହୁଁ, ଆମେ ସମସ୍ତେ ଅନ୍ୟ ଜଣଙ୍କର। ଯେମିତି ଉଦାହରଣ ସ୍ୱରୂପ ସ୍ୱାମୀ ସ୍ତ୍ରୀ ସେମାନେ ଇଣ୍ଡିପେଣ୍ଡେଣ୍ଟ ଇଣ୍ଡିଭିଜୁଆଲ, କିନ୍ତୁ ସେମାନେ ପରସ୍ପରକୁ ପରସ୍ପର ସହିତ ଜଡ଼ିତ। They belongs to one another. They belongs to each other. ତେବେ ସ୍ୱାମୀକୁ ଛାଡ଼ିଦେଲି ସ୍ତ୍ରୀ ରହିପାରିବନି, ସ୍ତ୍ରୀକୁ ଛାଡ଼ିଦେଲେ ସ୍ୱାମୀ ରହିପାରିବନି। ତ ଏଇ ଯୋଉ ନିବିଡ଼ ସମ୍ପର୍କ, ଏଇ ସମ୍ପର୍କରେ ହିଁ ମଣ୍ଡଳୀର ପୃଷ୍ଠଭୂମି ବା ମଣ୍ଡଳୀର ଚିତ୍ରଟାକୁ ଆମେ ପୁରାତନ ନିୟମ ଏବଂ ନୂତନ ନିୟମରେ ଦେଖିବାକୁ, ବିଶେଷ କରି ନ୍ୟୁ ଟେଷ୍ଟାମେଣ୍ଟରେ। ତେଣୁ ଖ୍ରୀଷ୍ଟିଆନ ଜୀବନ ଆମର କାହାର ନିଜର ନୁହେଁ, ଏହା ଅନ୍ୟ ନିମନ୍ତେ। ଏଇଟା ହଉଛି ବେସିକ ଫାଉଣ୍ଡେସନ। ମୁଁ ଖ୍ରୀଷ୍ଟିଆନ ହେଇଛି ବା ମୁଁ ଯୀଶୁଙ୍କର ଶିଷ୍ୟ ଅଟେ, ତାହେଲେ ମୁଁ ନିଜର ନୁହେଁ, ମୁଁ ଖ୍ରୀଷ୍ଟଙ୍କର, ମୁଁ ଈଶ୍ୱରଙ୍କର, ମୁଁ ପବିତ୍ର ଆତ୍ମାଙ୍କର ଏବଂ ମୁଁ ଅନ୍ୟ କାହାର ମଣ୍ଡଳୀର ଅଙ୍ଗ ପ୍ରତ୍ୟଙ୍ଗ ଭାବରେ। ମୋର ଭୂମିକା ଛୋଟ ହେଇପାରେ, କିନ୍ତୁ ତାହା ମଣ୍ଡଳୀର ସୌନ୍ଦର୍ଯ୍ୟକୁ ବଢ଼ାଏ। ନଖ, କେଶ ଏଗୁଡ଼ିକ କ୍ଷୁଦ୍ର କ୍ଷୁଦ୍ର ଅଙ୍ଗ, କିନ୍ତୁ ଶରୀରର ଅଙ୍ଗ ବଢ଼େଇବା ନିମନ୍ତେ, ସୌନ୍ଦର୍ଯ୍ୟ କରିବା ନିମନ୍ତେ, ସୁରକ୍ଷା କରିବା ନିମନ୍ତେ ଏମାନେ ଅଛନ୍ତି। ତେଣୁ ମଣ୍ଡଳୀରେ ବା ଈଶ୍ୱରଙ୍କ ରାଜ୍ୟରେ କେହି ଛୋଟ ନୁହନ୍ତି କିମ୍ବା କେହି ବଡ଼ ନୁହନ୍ତି। ବଡ଼ ଲୋକ କେହି ନାହିଁ, ଛୋଟ ଲୋକ କେହି ନାହିଁ। ତେଣୁ ଈଶ୍ୱରଙ୍କର ଦୃଷ୍ଟିରେ
आमे जो समान अनुपातरे अनुग्रह पाइचु, विश्वास पाइचु, वाक्य पाइचु, आत्मा पाइचु, शांति पाइचु, प्रेम पाइचु, एगुड़ाक साधारण विषय गुड़िक आम पाइचु। से आमाने प्रभुंकर गौरव निमंते यही परस्पर संपर्कीय विषय गुड़िक सावधान शुणा जो द्वारा कि आम जीवन पाई सेटा उपकार हम। नंबर 1 माथ्यू 9 अध्याय 50 पद। माथ्यू 9:50 जने के पढ़ी कि शुणातु। 9:50 ନାଇଁ ପାଦ ଆଜ୍ଞା। ପଚାଶ ନାହିଁ। ओके सॉरी, ठीक 1 मिनिट। परस्पर शांति रे रुहंतु, परस्पर शांति रे रुहंतु। एटा को देखिले सॉरी मार्क 9:50, मार्क 9:50। କାରଣ ଲବଣ ଉତ୍ତମ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ ହୁଏ, ତାହା ହେଲେ ତାହାକୁ କାହିଁରେ ସ୍ୱାଦଯୁକ୍ତ କରିବ? ତୁମ୍ଭେମାନେ ଆପଣାଠାରେ ଲବଣ ରଖ ଏବଂ ପରସ୍ପର ସହିତ ଶାନ୍ତିରେ ରୁହ। अंडरलाइन करंतु परस्पर सहित शांति रे रुह। एकता निमंते परस्पर सहित शांति रे रहिबा यह निहाती निहाती आवश्यक। परस्पर शांति रे रहिबा एवं पाउल आउ गोटे जगार कहती जे यथासाध्य चेष्टा कर शांति रे बास करिया पई, समस्तଙ୍କ सहित शांति रे बास करिया पई चेष्टा कर। तेबे आम शांति रे रहिबा एवं शांति रे रहिया पई चेष्टा करिबा, एही उभयटा निहाती आवश्यक। 2 नंबर जहन 6 अध्याय 43 पद। जहन 6 अध्याय 43। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆପଣ ଆପଣା ମଧ୍ୟରେ ବଚସା କର ନାହିଁ। आउ तारे पढ़ंतु। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆପଣ ଆପଣା ମଧ୍ୟରେ ବଚସା କର ନାହିଁ। एबे कोन करिया को मना अछि एठी? ବଚସା କରିବା ପାଇଁ। बचसा करिबा। बचसा एटा होची जीवा जनित पाप। बचसा होची जीवा जनित पाप। तेणु जीवा जनित पाप रे आमानकर 18टा पाप अछि, जोटा कि जीवा द्वारा मुख द्वारा आमानकर पाप हुए। एगुड़ाक 18टी पाप अछि, से गुड़ाक आउ दिने केबे स्टडी करिबा। तेबे परस्पर बचसा करिबा मना अछि। बचसा काम व्यक्तिगत भाव भी करिथाउ, दलगत भाव करिथाउ एवं अल्प बहुत आमाने केमिति ना केमिति आमाने एई कार्यटा करिथाउ, किंतु एटा मना अछि। ईश्वरंक राज्य रे ईश्वरंकर शिष्य मानक निमंते ईश्वरंक पिला मानक निमंते ये परस्पर बचसा हेई पारिबनी। से एमितिया ये एमितिया से एमितिया से एमितिया बा तुलनात्मक भाव रे आमाने ग्रम्बलिंग करिबा, मोर कम हैला ताकू बेसी हे गला, मुखापेक्षा हैला, एटा हैला सेटा हैला, एई सब विषय कि ग्रम्बलिंग प्रभु पसंद करंती नाही। एई पुरातन नियम रे ग्रम्बलिंग जोगु आमाने देखिबको पाऊ जे हारन एवं मोसा ये माने अभिशप्त हेइथिले। आउ तार मो रेफरेंस दौ नहीं कहीं समय स्वल्पता हेतु आग को बढ़िबा। 3 नंबर रोमियो 12 अध्याय 6 पद। रोमियो 12:6। ଆଉ ଆମ୍ଭମାନଙ୍କୁ ପ୍ରଦତ୍ତ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ବିଭିନ୍ନ ଦାନ ପାଇଅଛୁ। ଏଣୁ ସେଇ ଦାନ ଯଦି ଭାବବାଣୀ ହୁଏ, ଆସ ଆମ୍ଭେମାନେ ବିଶ୍ୱାସର ପରିମାଣ ଅନୁସାରେ ଭାବବାଣୀ କହୁ। 15 अध्याय 5 पदटा पढ़ंतु। 12:6 पढ़िले एथर 15:5 को पढ़ंतु।
ଧୈର୍ଯ୍ୟ ଓ ସାନ୍ତ୍ୱନା ଦାତା ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ଅନୁରୂପରେ ପରସ୍ପର ଏକମନା ହେବାକୁ ଦିଅନ୍ତୁ। ଏକମନା କିମ୍ବା ସମଭାବାପନ୍ନ ହେବା। ରୋମିଓ 12:6 ଏବଂ 15:5 ଅନୁସାରେ ସମଭାବାପନ୍ନ ହେବା କିମ୍ବା ଏକମନା ହେବା। କୌଣସି ବିଷୟରେ ଆମେ ମତଭେଦ କରିଥାଉ। ମତଭେଦ ହେତୁ ଆମମାନଙ୍କର ଆତ୍ମା ଏକ ହେଇପାରେ ନାହିଁ, ଆମମାନଙ୍କ ବିଚାରଧାରା ଏକ ହେଇପାରେ ନାହିଁ। ତେଣୁ ବାକ୍ୟରେ ଲେଖା ଅଛି ଆମକୁ ଏକ ଭାବାପନ୍ନ ହେବାକୁ ହବ କିମ୍ବା ସମଭାବାପନ୍ନ ହେବାକୁ ହବ। ଏବଂ ଆଦ୍ୟ ମଣ୍ଡଳୀର ଏକ ଭାବାପନ୍ନ ଏବଂ ସମଭାବାପନ୍ନ ଆତ୍ମା କାର୍ଯ୍ୟ କରୁଥିବାରୁ ସେମାନଙ୍କର ପ୍ରାର୍ଥନା ଏବଂ ସାକ୍ଷୀ ହେବା ସେମାନେ ବହୁତ ଦୃଢ଼ତାର ସହିତ କରିପାରୁଥିଲେ। ପ୍ରାର୍ଥନା ସେମାନଙ୍କର ପ୍ରାର୍ଥନା ଜୀବନ ଧାରାଟା ବଳିଷ୍ଠ ଥିଲା ଏବଂ ସାକ୍ଷୀ ହେବାର ସେମାନଙ୍କର ବଳିଷ୍ଠ ଥିଲା। ଏହାଦ୍ୱାରା ଆତ୍ମା ଲାଭ ହେଉଥିଲେ ଏବଂ ଆତ୍ମା ଲାଭ ହେଉଥିଲେ ତାର ପ୍ରମାଣ କ'ଣ ନା ପ୍ରତ୍ୟେକ ଦିନ ଆତ୍ମା ମାନେ ମଣ୍ଡଳୀରେ ସଂଯୁକ୍ତ ହେଉଥିଲେ। ତ ଇଏ ହେଉଛି ଏକମନ ଏବଂ ସମଭାବାପନର ପ୍ରଭାବ। ରୋମିଓ 15:7 ଦେଖନ୍ତୁ। ରୋମିଓ 15:7। ଅତଏବ ଈଶ୍ୱରଙ୍କ ଗୌରବ ନିମନ୍ତେ ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ଗ୍ରହଣ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ଗ୍ରହଣ କର। ପରସ୍ପରକୁ ଗ୍ରହଣ କରିବା, ଆମମାନେ ପରସ୍ପରକୁ ଗ୍ରହଣ କରିବା, ଏଇଟା ନିହାତି ଆବଶ୍ୟକ। ତେଣୁ କବାଟଟା ଖୋଲିଦିଅ ଟିକେ। ପରସ୍ପରକୁ ଗ୍ରହଣ କରିବା, ଆମମାନେ ଏଇଥିରେ ରଙ୍ଗ, ଶିକ୍ଷା, ପୃଷ୍ଠଭୂମି, ଧନୀ ଗରିବ ଏଇ ସଂସ୍କୃତିକୁ ଆମମାନଙ୍କୁ ଏଇ ସଂସ୍କୃତିରୁ ଦୂରରେ ରହିବାକୁ ହବ। ଆମକୁ ଯାହାକୁ ଭଲ ଲାଗୁନାହିଁ ତାକୁ ବି ଗ୍ରହଣ କରିବାକୁ ହବ, ଯାହାକୁ ଭଲ ଲାଗେ ତାକୁ ବି ଗ୍ରହଣ କରିବାକୁ ହବ। ଉଭୟଙ୍କୁ, ଦୁର୍ବଳ ଲୋକଙ୍କୁ ପୁଣି ବଳିଷ୍ଠ ଲୋକଙ୍କୁ, ଜ୍ଞାନୀ ଲୋକଙ୍କୁ ଏବଂ ଅଳ୍ପ ଶିକ୍ଷିତ ଲୋକଙ୍କୁ, ଏମାନଙ୍କୁ ଗ୍ରହଣ କରିବାକୁ ହବ। କାହିଁକି? ଇଏ ହେଉଛି ପ୍ରଭୁଙ୍କର ନିୟମ। ପ୍ରଭୁ ପରିତ୍ରାଣ ପାଇଥିବା ଲୋକମାନଙ୍କୁ ଗ୍ରହଣ କରୁଥିଲେ, ପରିତ୍ରାଣ ପାଇନଥିବା ଲୋକମାନଙ୍କୁ ଗ୍ରହଣ କରୁଥିଲେ, ବ୍ୟାକସ୍ଲାଇଡ୍ ହେଇଥିବା ଲୋକମାନଙ୍କୁ ଗ୍ରହଣ କରୁଥିଲେ। ପ୍ରଭୁ ତାଙ୍କର ଗୌରବ ଅନୁସାରେ ଗ୍ରହଣ କରିବାର ଯେଉଁ ବର୍ଡର, ଅନ୍ୟକୁ ଗ୍ରହଣ କରିବାର ଯେଉଁ ବର୍ଡର ଲାଇନ୍ ତାଙ୍କର ବିସ୍ତୀର୍ଣ୍ଣ ଥିଲା, ତାଙ୍କର ହୃଦୟ ବିଶାଳ ଥିଲା। ଈଶ୍ୱରଙ୍କର ହୃଦୟ ବିଶାଳ ଅଟେ ସମସ୍ତଙ୍କ ପାଇଁ, ସେ ଆକମୋଡେସନ କରିବା ପାଇଁ। ଆମମାନଙ୍କ ଜୀବନରେ ତଦ୍ରୂପ ଈଶ୍ୱରଙ୍କ ରାଜ୍ୟର ଲୋକ ହିସାବରେ ହେବା ମଧ୍ୟ ଆବଶ୍ୟକ। 1 କରିନ୍ଥୀୟ 11:33। ଅତଏବ ମୋହର ଭାଇମାନେ, ତୁମ୍ଭେମାନେ ଭୋଜନ କରିବା ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର। ଥ୍ୟାଙ୍କ ୟୁ। ହଁ, ଆଉ ଟିକେ ପଢନ୍ତୁ। ଅତଏବ ମୋହର ଭାଇମାନେ, ତୁମ୍ଭେମାନେ ଭୋଜନ କରିବା ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର। ପରସ୍ପର ପାଇଁ ଅପେକ୍ଷା କର, ପରସ୍ପର ପାଇଁ ଧୈର୍ଯ୍ୟ ଧର। ପ୍ରଭୁଙ୍କର ମେଜର ଅଂଶୀ ହେବା ସମୟରେ ଯଦି କିଏ ବିଳମ୍ବରେ ଆସିଲା କିମ୍ବା ଅଳ୍ପ ଡେରିରେ ପାଇଲା, ଆମମାନେ ସମସ୍ତେ ଅଂଶ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହବ। ଅଧୈର୍ଯ୍ୟ ହେବାର ଆବଶ୍ୟକତା ନାହିଁ। ତେଣୁ ଯଦି 200 ଲୋକ ଥିବେ କି 500 ଲୋକ ଥିବେ, ସମସ୍ତେ ରୁଟି ପାଇବା ପର୍ଯ୍ୟନ୍ତ, ରୁଟି ଦ୍ରାକ୍ଷାରସ ପାଇବା ପର୍ଯ୍ୟନ୍ତ, ଯେ ପ୍ରଥମ ପାଇବା ଲୋକ ଶେଷ ପାଇବା ଲୋକ ପର୍ଯ୍ୟନ୍ତ ଅପେକ୍ଷା କରିବ, ଏଥିପାଇଁ 15 ମିନିଟ୍ 20 ମିନିଟ୍ ଲାଗେ। ହାତରେ ରୁଟି ଧରିକି ବା ପାତ୍ରକୁ ହାତରେ ଧରିକି ଅପେକ୍ଷା କରିବା, ଏଇ ଯୋଉ ଅଧୈର୍ଯ୍ୟ ଭାବ ଆସେ, ସେ ଅଧୈର୍ଯ୍ୟ ହେବା ଆବଶ୍ୟକ ନୁହେଁ। ଧୈର୍ଯ୍ୟ ଧରିବାକୁ ହବ ଏବଂ ଅପେକ୍ଷା କରିବାକୁ ହବ। ଗାଲାତୀୟ 5:15।
କିନ୍ତୁ ତୁମ୍ଭେମାନେ ଯଦି କାମୁଡ଼ା କାମୁଡ଼ି ହୋଇ ପରସ୍ପରକୁ ଗ୍ରାସ କର, ତେବେ ସାବଧାନ, ଯେପରି ପରସ୍ପର ଦ୍ୱାରା ବିନଷ୍ଟ ନ ହୁଅ। ଆମେ ପରସ୍ପର ଦ୍ୱାରା ବିନଷ୍ଟ ହଉଛେ। ତେବେ ବାଇବଲରେ ବିନଷ୍ଟ ହେବାର ଆବଶ୍ୟକତା ନାହିଁ, ଯେହେତୁ ଯୋହନ 3:16 ଯେପରି ଲେଖାଯାଏ, ଯେଉଁମାନେ ଯେପରି ଯେ କେହି ମୋତେ ବିଶ୍ୱାସ କରନ୍ତି ବା ଯୀଶୁଙ୍କୁ ବିଶ୍ୱାସ କରନ୍ତି, ସେମାନେ ବିନଷ୍ଟ ହେବେ ନାହିଁ। ବିନଷ୍ଟ ହେବେ ନାହିଁ। ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଲୋକମାନେ, ସେମାନଙ୍କର ବିନାଶ ହେବାର ଉଦ୍ଦେଶ୍ୟ ନାହିଁ, ସେମାନେ ଗଠିତ ହେବାର ସେମାନଙ୍କର କାରଣ। ତେଣୁ ଗଠନ କରିବା ଆମମାନଙ୍କର କର୍ତ୍ତବ୍ୟ, କାମୁଡ଼ା କାମୁଡ଼ି ହେବା ଆମମାନଙ୍କର ଆବଶ୍ୟକତା ନାହିଁ। ତେଣୁ କାମୁଡ଼ା କାମୁଡ଼ି, ଗାଳି ଗୁଲଜ ଦେଇକି, ଝଗଡ଼ା ଝାଟି ହେଇକି ଅଶାନ୍ତି ବାତାବରଣ ସୃଷ୍ଟି କରିବା, ଏହା ଈଶ୍ୱରଙ୍କ ରାଜ୍ୟର ଲୋକମାନଙ୍କର ଲକ୍ଷଣ ନୁହେଁ। ଗାଲାତ୍ୟ 5:26 ପଦକୁ ଦେଖନ୍ତୁ। ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି। ଆଗକୁ ପଢନ୍ତୁ। ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି। ଆମମାନେ ପରସ୍ପର ସେବା କରିବା ଦ୍ୱାରା, ସେବା କରିବା ଅର୍ଥ ସଂଶୋଧନ କରିବା ଦ୍ୱାରା, ଶିକ୍ଷା ଦେବା ଦ୍ୱାରା, ଅନ୍ୟର ଉପକାର କରିବା ଦ୍ୱାରା ମଣ୍ଡଳୀ ନିଷ୍କଳଙ୍କ ହୁଏ। ଜଣେ ବିଶ୍ୱାସୀ ସଂଶୋଧିତ ହୁଏ, ନିଷ୍କଳଙ୍କ ହୁଏ। ତେଣୁ ଏଟାକୁ ଆମକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଇଏକୁ ଧ୍ୟାନ ଦେବାକୁ ପଡ଼ିବ। ଏଫେସିୟ 4:2 ପଦ। ଏଫେସିୟ 4:2। ଅର୍ଥାତ୍ ସର୍ବପ୍ରକାର ମନ୍ଦତା, ନମ୍ରତା, ମୃଦୁତା ଓ ଦୀର୍ଘ ସହିଷ୍ଣୁତା ସହ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ। ପରସ୍ପର ପ୍ରତି ସହନଶୀଳ ହେବା ଦରକାର। ଆଉ ଏଥିରେ ସମସ୍ତ ପ୍ରକାର ନମ୍ରତା ବୋଲି ଲେଖା ଅଛି। ନମ୍ରତା ଗୋଟିଏ ନମ୍ରତା, କିନ୍ତୁ ସମସ୍ତ ପ୍ରକାର ନମ୍ରତା ଅର୍ଥ ମାନସିକ ନମ୍ରତା, ସାମାଜିକ ନମ୍ରତା, ଆମମାନଙ୍କର ସ୍ୱଭାବତଃ ନମ୍ରତା। এই ନମ୍ରତା ଗୁଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର, ଈଶ୍ୱରଙ୍କର ନିଜର ଗୁଣ ଅଟେ। ଈଶ୍ୱର ନିଜକୁ ପ୍ରାଧାନ୍ୟତା ନ ଦେଇ ନିଜକୁ ଶୂନ୍ୟ କରନ୍ତି, ଏବଂ ନିଜକୁ ଶୂନ୍ୟ କରିବାର ଅର୍ଥଟା ଯେ ନିଜକୁ ଅସ୍ୱୀକାର କରିବା। ଆମେ ଈଶ୍ୱରଙ୍କୁ ପ୍ରାଧାନ୍ୟତା ଯଦି ଦଉ, ନିଜକୁ ଅସ୍ୱୀକାର କରିବାକୁ ହବ। ତେବେ ଈଶ୍ୱରଙ୍କ ରାଜ୍ୟରେ ଅହଂ ଭାବଟାର କୌଣସି ସ୍ଥାନ ନାହିଁ। ଏଠି ଖ୍ରୀଷ୍ଟ ସବୁଥିରେ ସ୍ଥାନ ପାଇବା ଉଚିତ। ଈଶ୍ୱରଙ୍କ ରାଜ୍ୟରେ ଖ୍ରୀଷ୍ଟ କେନ୍ଦ୍ରିକ ଜୀବନ ଏବଂ ଖ୍ରୀଷ୍ଟ ରାଜତ୍ୱ ଜୀବନ ଆମମାନଙ୍କ ଜୀବନରେ ଆମମାନେ ପ୍ରକାଶ କରିବା ଆବଶ୍ୟକ। ତେଣୁ ପ୍ରଭୁ ଆମମାନଙ୍କ ଜୀବନରେ ରାଜା ହୁଅନ୍ତୁ, ପ୍ରଭୁ ହୁଅନ୍ତୁ, ତ୍ରାଣକର୍ତ୍ତା ହୁଅନ୍ତୁ। ଆମେ ସମସ୍ତେ ତାହାଙ୍କର ବଶବର୍ତ୍ତୀ ହେଇ ତାଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ଧୈର୍ଯ୍ୟର ସହିତ ପରସ୍ପର ସହିତ ସହନଶୀଳ ହେବା ଆବଶ୍ୟକ। 9 ଏଫେସିୟ 4:32। ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ହୁଅ, ପୁଣି ଈଶ୍ୱର ଖ୍ରୀଷ୍ଟଙ୍କ ଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର। ନମ୍ର ନହେଲେ ଏଇ ସବୁ ଗୁଣ ଗୁଡ଼ିକ ପ୍ରକାଶିତ ହେବ ନାହିଁ। ସହନଶୀଳ, ମୃଦୁପଣ ହେବା, ଏଇ ବିଷୟ ପରସ୍ପର ପ୍ରତି ସହନଶୀଳ ନହେଲେ ଆମମାନେ ପରସ୍ପର ପାଇଁ ଏଇ କାମଟା, କୋମଳ ହୃଦୟ, ଏଇସବୁ ଗୁଣ ଗୁଡ଼ିକ ଆମ ଜୀବନରେ ଦେଖାଯିବ ନାହିଁ। ତେବେ ଈଶ୍ୱରଙ୍କ ରାଜ୍ୟରେ ଈଶ୍ୱରଙ୍କର ଗୁଣ, ଈଶ୍ୱରଙ୍କର ବା ଖ୍ରୀଷ୍ଟଙ୍କର ଗୁଣ ହିଁ ପ୍ରକାଶିତ ହେବା ଆବଶ୍ୟକ। କଲୋସିୟ 3:13। କଲୋସିୟ 3:13।
परस्पर प्रति सहनशील हुओ। ଆଉ ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ ତେବେ ଏକକୁ ଆରକ କ୍ଷମା କର। ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି ତୁମେମାନେ ମଧ୍ୟ ସେହିପରି କ୍ଷମା କର। ଖ୍ରୀଷ୍ଟଙ୍କର ଗୋଟେ ପ୍ରାଧାନ୍ୟତା ଗୁଣ, ଖ୍ରୀଷ୍ଟଙ୍କର ପ୍ରାଧାନ୍ୟତା ଗୁଣ କ୍ଷମା କରିବା, ଈଶ୍ୱରୀୟ ଗୁଣ ଏଇଟା। ଅନ୍ୟକୁ କ୍ଷମା କରିବା ଏବଂ ଅନ୍ୟକୁ କ୍ଷମା ମାଗିବା ଏଇଟା ଗୋଟେ ଈଶ୍ୱରୀୟ ପ୍ରାଧାନ୍ୟତା ଗୁଣ। ପ୍ରଭୁ ଯୀଶୁ ଯେପରି ଆମମାନଙ୍କୁ କ୍ଷମା କଲେ, ଶତ୍ରୁମାନଙ୍କର ପାପକୁ କ୍ଷମା କଲେ, ସେ କ୍ଷମାକାରୀ ପରମେଶ୍ୱର, ସେ ସମସ୍ତ ପାପକୁ କ୍ଷମା କରନ୍ତି, ସବୁ ପ୍ରକାରର ପାପକୁ କ୍ଷମା କରନ୍ତି। ପ୍ରଥମ ଜହନ 1:7 ଦେଖନ୍ତୁ। ପ୍ରଥମ ଜହନ 1:7। କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ ଆମ୍ଭେମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି। ପୁଣି ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ। ତେବେ ଯୀଶୁଙ୍କ ରକ୍ତ କେତେଟା ପାପ କ୍ଷମା କରେ? ସମସ୍ତ ପାପ। ସମସ୍ତ ପାପ, ଛୋଟ ପାପ, ବଡ଼ ପାପ, ସବୁ ପ୍ରକାରର ପାପ, ଯେଉଁ ପାପ କି ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ କରେ, ସେ ସମସ୍ତ ପାପକୁ ସେ କ୍ଷମା କରି ତାଙ୍କ ସହିତ ସମ୍ମିଳିତ କରନ୍ତି। ଆମେ ଯେପରି ବିନଷ୍ଟ ନ ହଉ, ଆମେ ଯେପରି ବିନଷ୍ଟ ନ ହଉ, ସେଥିପାଇଁ ତାଙ୍କର ରକ୍ତ ସବୁ ପାପ ଆମକୁ କ୍ଷମା କରିପାରେ। ତେଣୁ ଆମେ ମଧ୍ୟ ପରସ୍ପରକୁ କ୍ଷମା କରିବା ଆବଶ୍ୟକ। ଗ୍ଳାନି କରିବା ଉଚିତ ନୁହେଁ, କେହି କାହାର ଗ୍ଳାନି କରିବା ଉଚିତ ନୁହେଁ, ପରସ୍ପରକୁ କ୍ଷମା କରିବା। ସ୍ୱାମୀ ସ୍ତ୍ରୀକୁ କ୍ଷମା କରିବ, ସ୍ତ୍ରୀ ସ୍ୱାମୀକୁ କ୍ଷମା କରିବ। କ୍ଷମା କରିବା ଏବଂ କ୍ଷମା ମାଗିବା ଏଇ ଦୁଇଟା ନିହାତି ଆବଶ୍ୟକ ପରସ୍ପର ମଧ୍ୟରେ। ଆଗକୁ ବଢିବା। ସମସ୍ତେ ବୁଝିପାରୁଛନ୍ତି କି? ଟିକେ ହାତ ହଲେଇ ଦେଲେ ମୁଁ ଜାଣିବି ଆପଣ ବୁଝିପାରୁଛନ୍ତି ବୋଲି, ଶୁଣିପାରୁଛନ୍ତି। ଓକେ, ଥ୍ୟାଙ୍କ ୟୁ। ଆଉ ଗୋଟେ ଦିଟା ବାକ୍ୟ ଅଛି। କଲୋସିୟ 3:13 ଆମେ ପଢିଲୁ। ପ୍ରଥମ ଥେସଲୋନିକି 5:15। ପ୍ରଥମ ଥେସଲୋନିକି 5:15। ସାବଧାନ, କେହି କାହାରି ପ୍ରତି ଅପକାର ବଦଳରେ ଅପକାର ନ କରୁ, ବରଂ ତୁମ୍ଭେମାନେ ସର୍ବଦା ପରସ୍ପର ଓ ସମସ୍ତଙ୍କର ମଙ୍ଗଳ କରିବାକୁ ସଚେଷ୍ଟ ହୁଅ। ମଙ୍ଗଳ କରିବା ଇଏ ହେଉଛି ଆଉ ଗୋଟେ ଈଶ୍ୱରୀୟ ଗୁଣ, ଅନ୍ୟର ମଙ୍ଗଳ କରିବା। ମଙ୍ଗଳ କରିବା କାର୍ଯ୍ୟ ବିଭିନ୍ନ ପ୍ରକାରର ମଙ୍ଗଳ କାର୍ଯ୍ୟ, ଖାଲି ଆଶୀର୍ବାଦ ଦେଇକି ମଙ୍ଗଳ କରିବା ଏଟା ନୁହେଁ, କିମ୍ବା କୌଣସି ଦାନ ଦେବା ଦ୍ୱାରା ମଙ୍ଗଳ କରିବା ଏଟା ନୁହେଁ। ନୀରବରେ ସାଙ୍ଗ ଦେବା ମଧ୍ୟ ମଙ୍ଗଳ କରିବା। ଜଣେ ଲୋକ ଭୟ କରୁଛି, ତାକୁ ଉତ୍ସାହିତ କରିବା। ନିରୁତ୍ସାହ ହୋଇଛି, ତାକୁ ଉତ୍ସାହିତ କରିବା। ମନଟା ଭାଙ୍ଗି ଯାଇଛି, ନିରୋଳାରେ ବସି ଯାଇଛି, ରୋଗ ଯୋଗୁଁ, ଦୁଃଖ ଯୋଗୁଁ, ଶୋକ ଯୋଗୁଁ, ଇତ୍ୟାଦି ଇତ୍ୟାଦି। ଜଣଙ୍କର ମଙ୍ଗଳ କରିବା ବିଭିନ୍ନ ପ୍ରକାରର ଉପାୟ ଅଛି, ଯେଉଁ ସେ ମାଧ୍ୟମରେ ଅନ୍ୟକୁ ମଙ୍ଗଳ କରିବାର ଆବଶ୍ୟକତା ଅଛି। ଯୋହନ 4:11। ଯୋହନ 4:11। ସେହି ସ୍ତ୍ରୀ ଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ, ପୁଣି ଓହୋ, କୂପ ସରି କ୍ଷମା କରିବେ ଭଉଣୀ। ଯାକୁବ 4:11। ଯାକୁବ 4:11। ହେ ଭାଇମାନେ, ତୁମ୍ଭେମାନେ ପରସ୍ପରକୁ ଗ୍ଲାନି କର ନାହିଁ। ହେ ଯେ ଭାଇର ଗ୍ଲାନି କରେ କିମ୍ବା ଭାଇର ବିଚାର କରେ, ସେ ବ୍ୟବସ୍ଥାର ଗ୍ଲାନି କରେ ଓ ସେଥିର ବିଚାର କରେ। କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥାର ବିଚାର କର, ତାହେଲେ ତୁମ୍ଭେ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ। ତେବେ ଗ୍ଲାନି କରିବା ଏହା ବିଲକୁଲ ଈଶ୍ୱରଙ୍କର ଲୋକମାନଙ୍କ ଠାରେ ଉପଯୁକ୍ତ ନୁହେଁ। ଗ୍ଲାନି ଦ୍ୱାରା ବିରକ୍ତ ଆସେ, ଗ୍ଲାନି ଦ୍ୱାରା ଈର୍ଷା ଆସେ, ଗ୍ଲାନି ଦ୍ୱାରା ବିଭିନ୍ନ ପ୍ରକାରର ସମସ୍ୟା ଆମମାନେ
सृष्टि करू एवं ग्लानि हवा द्वारा आमମାନଙ୍କର धर्म ग्लानि ମଧ୍ୟ घटे तामाने धर्म ग्लानि अर्थ ईश्वरଙ୍କର विद्रोही हवा धर्म विश्वासर विद्रोही हवा ईश्वरଙ୍କ वाक्यर विद्रोही हवा ଏହା आमମାନଙ୍କୁ परस्पर मध्य माने ग्लानि करवा उचित नुहे ग्लानि द्वारा अन्य माने क्षतिग्रस्त हुअन्ति एवं ଏହା द्वारा मंडलीर साक्ष्य एवं व्यक्तिगत साक्ष्य पुणी पारिवारिक साक्ष्य क्षीण हो जाए सेतिपाई आमे परस्पर को ग्लानि करवा उचित नुहे याकूब 5:16 याकूब 5:16 ଅତେ ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର ପୁଣି ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିପାରେ परस्पर पाई आमे प्रार्थना करूचे किंतु परस्पर पाप स्वीकार करिया मध्य निहाती आवश्यक दूर रे थांतु पाखरे थांतु बा निकटरे थांतु आमाने जदि किछि भूल त्रुटि हेई थाए भावना द्वारा त्रुटि हेई थाए कहिबा द्वारा त्रुटि हेई थाए करिबा द्वारा त्रुटि हेई थाए बा जे कोनसी माध्यम रे जदि त्रुटि हेई थाए आमाने क्षमा मागिबा एवं क्षमा करिबा या द्वारा प्रार्थना जीवन जेपरी बाधा प्राप्त न हुए तेणु आमे प्रार्थना करूचे क्षमा न देकी प्रार्थना करि परिबा किंतु सेइथिरे प्रभुंकर आधार रे हमर प्रार्थना ग्रहणीय नुहे हमर प्रार्थना ग्रहणीय नुहे बेखातिरी है कि आमाने आत्मार कार्य को उल्लंघन करिबा आत्मार नियमट को उल्लंघन करिबा या ठीक नुहे तेणु आमाने जेपरी पाप स्वीकार करिवार अभ्यास टाकू जारी रखिबा पाप क्षमा देवा पई आमानकर अभ्यास रहिबा दरकार क्षमा मागिबा पई अभ्यास रहिबा दरकार पुणी पाप स्वीकार करिबा निजर पाप को जानिथिबा पाप एवं गुप्त पाप इत्यादि को आम प्रभुंक निकटरे संपूर्ण भाव रे खोला मनरे आमाने स्वीकार करिया पई प्रस्तुत रहिथिबा तेबे एकता निर्माण करिया पई आमानकर शरीरर बा मंडलीर एकता निर्माण करिया पई परस्पर आज्ञा को आमाने जदि प्रथमे ध्यान देकी पालन करिबा ताहले मंडली रे बा परिवार रे एकता निश्चय आसीबो आजि पई एतिकी थाउ पुणी आगामी दिन मानकरे आवरी अनेक 59टी आज्ञारू आज 13टी विषय मु कहली एकता आधारित एकता निमंते जहाँकि एकता आमर निर्माण करिवो प्रभु आशीर्वाद करंतु मु विदाय नौची नमस्कार थैंक यू बहुत बहुत धन्यवाद आज्ञा थैंक यू सुंदर वाक्य थिला ମାନଙ୍କର ଶିକ୍ଷଣୀୟ ବିଷୟ ଏ ସମସ୍ତ ଆମ ଜୀବନରେ ନଥାଏ କିନ୍ତୁ ଆଜି ଆମମାନଙ୍କୁ ଗୋଟିଏ ସଚେତନ ଜାଗ୍ରତ ପ୍ରସ୍ତୁତ କରି ଆମମାନଙ୍କୁ ଶିକ୍ଷା ଦେଲେ ଯେ ପରସ୍ପର କିପରି ଆମେ ଶାନ୍ତିରେ ଚଳିବା ଆଉ ଅନ୍ୟ ପାଇଁ ଯେପରି ବଚସା ନ କରିବା ଏକ ମନା ହେବା ଆଉ ପରସ୍ପରକୁ ଗ୍ରହଣ କରିବା ପରସ୍ପର ପାଇଁ ଅପେକ୍ଷା କରିବା ଆଉ ପରସ୍ପର ପାଇଁ ସେବା କରିବା ଅନ୍ୟାନ୍ୟ ବିଷୟ ସମୟ ଅଧିକ ହେଇଯାଇଛି ଆଉ ପରସ୍ପର ଆମେ ଅନ୍ୟମାନଙ୍କ ପାଇଁ ମଙ୍ଗଳ ଚେଷ୍ଟା କରିବା ଆଉ ଅନ୍ୟ ପାଇଁ କ୍ଷମା ଦେବା ଆଉ ଗ୍ଲାନି ନ କରି ଆମେ ଅନ୍ୟ ଗ୍ଲାନି ଦ୍ୱାରା ଆମେ ଅନ୍ୟ ପ୍ରତି ଯେପରି ବିଚାର ନ କରିବା ଏ ସମସ୍ତ ବିଷୟ ଆପଣ ଅତି ସୁନ୍ଦର ବାକ୍ୟ ଦେଲେ ଶିକ୍ଷା ଗୁଡାକ ଆମେ ପାଇନଥାଉ ଆଉ ଆଜି ଆମମାନଙ୍କୁ ସଚେତନ ବାକ୍ୟ थैंक यू बहुत धन्यवाद ବାକ୍ୟ ଆଉ ଗୁରୁତ୍ୱପୂର୍ଣ୍ଣ ବାକ୍ୟ ଆମେ ଜଗତରେ ଏ ସମସ୍ତ ଦେଇ ଗଲେ ହିଁ ଆମେ ତାଙ୍କ ରାଜ୍ୟର ଅଧିକାରୀ ହୋଇପାରିବା थैंक यू ଆଉ ଯୋଉ ସମସ୍ତ କାର୍ଯ୍ୟ ଅଛି ତାହାକୁ ଯଦି ଆମେ ପରିତ୍ୟାଗ କରିବା ତାହା ହେଲେ ଆମେ ତାହାଙ୍କ ରାଜ୍ୟର ଅଧିକାରୀ ହେବା এই ସୁନ୍ଦର ଗୁରୁତ୍ୱପୂର୍ଣ୍ଣ ବାକ୍ୟ ଦେଇ ଆମମାନଙ୍କୁ ପ୍ରଭୁଙ୍କ ନିକଟବର୍ତ୍ତୀ କରାଇଅଛନ୍ତି ତେଣୁ ପ୍ରଭୁଙ୍କର ଦାସଙ୍କୁ ବହୁଳ ବହୁଳ ଧନ୍ୟବାଦ थैंक यू ଦିଏ बहुत धन्यवाद थैंक यू बहुत धन्यवाद ମୋ विदाय ତରଫ नौची थैंक यू ତରଫରୁ ମଧ୍ୟ ମୁଁ ଧନ୍ୟବାଦ ଦିଏ ପ୍ରଭୁଙ୍କର ଦାସଙ୍କୁ ପ୍ରଭୁ ବହୁଳ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ ତାଙ୍କୁ ତାଙ୍କ ପରିବାରକୁ ତାଙ୍କ ସେବା କାର୍ଯ୍ୟରେ ମଧ୍ୟ ଆଶୀର୍ବାଦ କରନ୍ତୁ ଧନ୍ୟବାଦ ଆଜ୍ଞା ବାକ୍ୟ ସକାଶେ ଆଉ ଏ ସମୟରେ ଆମେ ପ୍ରାର୍ଥନା କରିବା ପାଇଁ ଯିବା
ଆଉ ଆମମାନଙ୍କର